హి ఓం నమః శివాయ. ఓం నమః శివాయ. ఓం శ్రీ భద్రకాళీ సమేత వీరభద్రస్వామిని నమో నమః. మాతృ పితృభ్యో నమః. ఆచార్య అతిథిభ్యో నమః. శ్రీమాత లలితా త్రిపుర సుందరయే నమో నమః. ଶିବଶକ୍ତି ସ୍ୱରୂପ ପ୍ରିୟ ଭକ୍ତଗଣ, ବହୁତ ଦିନ ହେଲା ଆମେ ଯେକୌଣସି ମନ୍ତ୍ର ତନ୍ତ୍ର ଜଣାଇବା ପାଇଁ ବହୁତ ଚେଷ୍ଟା କରୁଅଛୁ, ମାତ୍ର ଲୋକମାନଙ୍କର ଆଗ୍ରହ ନଥିବାରୁ ଆମେ ବି କମେଇ ଯାଉଥିଲୁ। ଏବେ ଆମେ ଓଡ଼ିଆରେ ୟୁଟ୍ୟୁବ ଚ୍ୟାନେଲରେ ସବୁ ମନ୍ତ୍ର ଯୋଗାଇବା ପାଇଁ ପ୍ରସ୍ତୁତ ହୋଇ ତମ ଆଗକୁ ଆସିଛୁ। ତେଲୁଗୁରେ ଏବେକୁ 40,000 ସବସ୍କ୍ରାଇବ ସାଙ୍ଗେ ରତ୍ନଶ୍ରୀ ମନ୍ତ୍ର ସାଧନା ବିଜୟ କୀର୍ତ୍ତନ ଉଡ଼ାଉଛି। ରତ୍ନଶ୍ରୀରେ ସବୁଦିନ ଯଜ୍ଞ ଚାଲେ, ସବୁ ଦେବତାଙ୍କର ଆରାଧନା କରୁଅଛୁ। ଦଶମା ବିଦ୍ୟାଦି ଦେବତାଙ୍କର ପୂଜା ମନ୍ତ୍ର ଜପ ମନ୍ତ୍ରାନୁଷ୍ଠାନ କରୁଅଛୁ। ଏବେ ଆମର ଓଡ଼ିଆ ବାସିନ୍ଦା ପାଇଁ ରକ୍ତଚାମୁଣ୍ଡେଶ୍ୱରୀଙ୍କର ବଶୀକରଣ ମନ୍ତ୍ର ଯୋଗାଉଛୁ। ମନ୍ତ୍ର ଭିତରେ ରକ୍ତଚାମୁଣ୍ଡେଶ୍ୱରୀ ମନ୍ତ୍ର ହେଉଛି ବଶୀକରଣ ପାଇଁ ଶୀଘ୍ର ଫଳଦାୟୀ ଅଟେ। ବଶୀକରଣ ଦେବତାରେ ଆଗାମୀ ହେବା ଦେବତା ଭିତରେ ମାତାଙ୍ଗୀ, ରକ୍ତଚାମୁଣ୍ଡୀ, ଭୁବନେଶ୍ୱରୀ ହେଉଛନ୍ତି ବଶୀକରଣ ଦେବତା ଭିତରେ ମୂଳ ଅଟେ। ସେଥିଯୋଗୁଁ ତମକୁ ଆମେ ରକ୍ତଚାମୁଣ୍ଡେଶ୍ୱରୀଙ୍କର ସର୍ବଜନ ବଶୀକରଣ ମନ୍ତ୍ର ଯୋଗାଉଛୁ। ଆଗେ ଶ୍ରୀ ରକ୍ତଚାମୁଣ୍ଡେଶ୍ୱରୀଙ୍କର ବିନିయోଗ କହିବା, ସେ ଉତ୍ତାରୁ ମନ୍ତ୍ର ବି କହିବା। ଏବେ ରକ୍ତଚାମୁଣ୍ଡେଶ୍ୱରୀଙ୍କର ମନ୍ତ୍ରର ବିନିయోଗ ଓಂ ଅସ୍ୟ ଶ୍ରୀ ରକ୍ତଚାମୁଣ୍ଡେଶ୍ୱରୀ ମହାମନ୍ତ୍ରସ୍ୟ వామదేవ ఋషి అనుష్ఠుప్ చందః హ్రీం బీజం హూం శక్తి వశీకరణేతి కీలకం శ్రీ రక్తచాముండేశ్వరీ దేవత అనుగ్రహ సిద్ధ్యర్థే మమ మనోవాంఛ వశ్యార్థే జపే వినియోగ। ଏମିତି ଆମେ ବିନିయోଗ କହିଲା ଉତ୍ତାରୁ ପ୍ରତ୍ୟକ୍ଷରେ ଆମେ ଜପ କରିପାରିବା। ଆଗେ କୁଳଦେବତା ଆରାଧନା, ଇଷ୍ଟ ଦେବତା ଆରାଧନା କରିସାରିଲା ଉତ୍ତାରୁ ଦେବତାଙ୍କୁ ପୀଠଟି ବସେଇ ପୀଡ଼ା ଉପରେ ପାଞ୍ଚ ପୂଜା ଦୀପ ଧୂପ ଗନ୍ଧ ପୁଷ୍ପ ନୈବେଦ୍ୟ ନିବେଦନ କରି ସେ ଉତ୍ତାରୁ ପ୍ରତ୍ୟକ୍ଷରେ ହିଁ ଜପ କରିପାରିବା। ରକ୍ତଚନ୍ଦନ ମାଳା ଶ୍ରେୟଦାୟୀ ଅଟେ। ଉତ୍ତର ଅଭିମୁଖରେ ବସି ଜପ କରିପାରିବା। 21 ଦିନ ଆମେ ଏହି ମନ୍ତ୍ରକୁ ଦିନକୁ 8 ମାଳା ଲେଖା ଜପ କରି ମନୋବାଞ୍ଛା ବଶ୍ୟ କରିପାରିବା, ନହେଲେ ସର୍ବଜନଙ୍କୁ ବଶ୍ୟ କରିପାରିବା। ଏବେ ଶ୍ରୀ ରକ୍ତଚାମୁଣ୍ଡେଶ୍ୱରୀଙ୍କର ସର୍ବଜନ ବଶ୍ୟ ମହାମନ୍ତ୍ର ମନ୍ତ୍ର ଓಂ ହ୍ରୀಂ ରକ୍ତଚାମୁଣ୍ଡେ କୁରୁ କୁରୁ ସର୍ବଜନ ବଶମାଣୟମେ ସ୍ୱାହା। ମନ୍ତ୍ର ଆଉଥରେ ଓಂ ହ୍ରୀಂ ରକ୍ତଚାମୁଣ୍ଡେ କୁରୁ କୁରୁ ସର୍ବଜନ ବଶମାଣୟମେ ସ୍ୱାହା। ମନ୍ତ୍ର ଆଉଥରେ ଓಂ ହ୍ରୀಂ ରକ୍ତଚାମୁଣ୍ଡେ କୁରୁ କୁରୁ ସର୍ବଜନ ବଶମାଣୟମେ ସ୍ୱାହା। ଦିବ୍ୟାତ୍ମ ସ୍ୱରୂପ ପ୍ରିୟ ଭକ୍ତଗଣ, ଆଗେ ଆମେ ହାଇନ୍ଦବ ସନାତନ ଧର୍ମ ଋଷିମାନେ ଆମ ପାଇଁ ଯୋଗାଇଥିବା ବିଦ୍ୟା ଯାକ ସଂଗ୍ରହଣ କରିବା, ବୁଝାବୁଝି କରିବା, ସେ ଭିତର ଆନ୍ତରିକ ବିଷୟ ଯାକ ଜାଣିବା। ଆମର ଆବଶ୍ୟକ ଧରି ସାଧନା କରି ଆମର ମନ ମନସ୍କାମ୍ୟ ପୂରଣ କରି ଆନନ୍ଦମୟ ଐଶ୍ୱର୍ଯ୍ୟଯୁକ୍ତ ଜୀବନ ଯାପନ କରିବା ପାଇଁ ଯାହା କୌଣସି ଲୋଡ଼ା ସେ ଜୀବନକୁ ଆମେ ହିଁ ବନେଇ ଆଗାମୀ ହେବେ ବୋଲି ଆଶା କରି ହାଇନ୍ଦବ ସନାତନ ଧର୍ମ ଋଷିମାନେ ଯୋଗାଇଥିବା ବିଦ୍ୟା ବିନିయోଗ କରିବାଟାରେ ଭାରତୀୟ ସଂସ୍କୃତି ସମ୍ପ୍ରଦାୟ ରକ୍ଷା କରିବାଟାରେ ଆଗାମୀ ହେବେ ବୋଲି ଆଶା କରି ସବୁବେଳେ ତମ ସେବାରେ ରତ୍ନଶ୍ରୀ ହିନ୍ଦୁ ସେବା ସମାଜ ଆଚାର୍ଯ୍ୟ ଭୀମ ସିଂ ରବିକୁମାର और निखिलानंद सागर महाराज।